ଈଶ୍ୱର ବିଶ୍ୱାସୀ ଥିଲା ଅପରାଜିତା। ପୂଜା ପାଠରେ ସେ ଥିଲା ସମସ୍ତଙ୍କର ଆଗରେ। ରାତି ପାଉ ପାଉ ଗାଧୋଇ ପାଧୋଇ ଠାକୁର ଘରକୁ ଯାଏ। ତାର ଅତି ଗେହ୍ଲା ଠାକୁର ଆଣ୍ଠୁଆ ଗୋପାଳଙ୍କୁ ଶେଯରୁ ଉଠାଏ। ସକାଳର ଦୀପ ଲଗାଇ ଠାକୁରଙ୍କୁ ଗାଧେଇ ଦେବାକୁ ଆରମ୍ଭ କରେ। ତା ଠାକୁର ଘରକୁ ଦେଖିଲେ ଆଖିରେ ପଲକ ପଡ଼େ ନା। ହିନ୍ଦୁ ଧର୍ମର ସବୁ ଦେବାଦେବୀଙ୍କର ଆସନ ଥିଲା ଅପରାଜିତାର ଠାକୁର ଘରେ। ସକାଳର ସୂର୍ଯ୍ୟ ବନ୍ଦନା ପରେ ପରେ ଧୂପ ଆଉ ଝୁଣାର ବାସ୍ନାରେ ଘର ବାତାବରଣ ହୋଇଯାଇଥାଏ ଏକ ମନ୍ଦିରର ପରିବେଶ ଭଳି। ଶିବ ବନ୍ଦନା ଲକ୍ଷ୍ମୀ ବନ୍ଦନା ସହ ମା ଶାରଳାଙ୍କ ଭଜନରେ ପ୍ରକମ୍ପିତ ହୋଇଯାଏ ତାର ଘର। ମା ଶାରଳାଙ୍କୁ ମା ଭଳି ଏବଂ ପ୍ରଭୁ ଜଗନ୍ନାଥଙ୍କୁ ବାପା ଭଳି ଭକ୍ତି କରୁଥିଲା ଅପରାଜିତା। ଅଗାଢ଼ ବିଶ୍ୱାସ ଥିଲା ମା ଓ ବାପା ଉପରେ। ଅନ୍ଧ ଭଳି ମାନୁଥିଲା ସେମାନଙ୍କୁ। କିନ୍ତୁ ଗୋଟିଏ ଠାକୁର ବିଶ୍ୱାସୀ ନିଃସ୍ୱାର୍ଥପର ପରୋପକାରୀ ମଣିଷ ଯେ ଧୀରେ ଧୀରେ ଅମଳା ବାଟକୁ ଚାଲିଯିବ ଏହା କେହି ବି କଳ୍ପନାରେ ସୁଦ୍ଧା ଭାବିନଥିଲେ। କାମରେ ସୁନାମ ପାଇସାରିଥିବା ଅପରାଜିତା ଆଜି ଡିପାର୍ଟମେଣ୍ଟରେ ଏକ ଜଣାଶୁଣା ଚେହେରା। କୁହାଯାଏ ତୁମେ ଯେତେ ଆଗକୁ ବଢ଼ିବ ତୁମ ପ୍ରଶଂସକ ସେହି ଅନୁସାରେ ଆଗକୁ ବଢ଼ିବେ। ସେହିପରି ତୁମର ସମାଲୋଚକ ଏବଂ ଶତ୍ରୁଙ୍କର ସଂଖ୍ୟା ମଧ୍ୟ ଅଭାବ ରହିବନି। ଅପରାଜିତା ନିଜେ ଥିଲା ପୁଣି ଗୋଟିଏ ସ୍ତ୍ରୀ ଲୋକ। ସେ ଯେ ଏତେ ଆଗକୁ ଆଗକୁ ଆଗେଇ ଯାଇପାରିବ ତାହା କେହି ବି ସ୍ୱପ୍ନରେ ସୁଦ୍ଧା ଭାବିନଥିଲେ। ସେଥିପାଇଁ ପ୍ରଭୁ ଜଗନ୍ନାଥଙ୍କର ପାଖରେ ଏବଂ ଝଙ୍କଡ଼ବାସିନୀ ମା ଶାରଳାଙ୍କ ପାଖରେ ଏବଂ ପ୍ରଭୁ ହନୁମନ୍ତେଶ୍ୱରଙ୍କ ପାଖରେ ଅପରାଜିତା ସଦାବେଳେ କରୁଥାଏ କୋଟି କୋଟି ପ୍ରଣାମ।